ସମ୍ବଲପୁରର ଆରାଧ୍ୟା ଦେବୀ ହେଉଛନ୍ତି ମା ସମଲେଶ୍ୱରୀ। ସମଲେଶ୍ୱରୀ ମନ୍ଦିର ସମ୍ବଲପୁରର ଏକ ପ୍ରମୁଖ ଶକ୍ତିପୀଠ, ଯାହା ମହାନଦୀ କୂଳରେ ଅବସ୍ଥିତ। ପଶ୍ଚିମ ଓଡ଼ିଶାରେ ଇଷ୍ଟଦେବୀ ଭାବରେ ପୂଜା ପାଉଛନ୍ତି ମା ସମଲେଶ୍ୱରୀ। ମା ସମଲେଶ୍ୱରୀ ହିନ୍ଦୁ ଦେବୀ ଦୁର୍ଗାଙ୍କର ଏକ ରୂପ ବୋଲି ମଧ୍ୟ ମାନାଯାଏ। ସମ୍ବଲପୁର ଜିଲ୍ଲାର ନାମ ଏହି ମାତାଙ୍କ ନାମରୁ ଆସିଛି ବୋଲି ବିଶ୍ୱାସ କରାଯାଏ। ଏହି ମନ୍ଦିରର ପ୍ରାଚୀନତା ଓ ସମ୍ବଲପୁର ରାଜ୍ୟ ସହିତ ଏହାର ଗଭୀର ସମ୍ପର୍କ ରହିଛି, ଯେଉଁଠାରେ ନୂଆଖାଇ ପର୍ବ ଖୁବ୍ ଧୁମଧାମରେ ପାଳିତ ହୁଏ। କିମ୍ବଦନ୍ତୀ ଅନୁସାରେ ମା ସମଲେଶ୍ୱରୀଙ୍କ ଆବିର୍ଭାବର ଅନେକ କାହାଣୀ ରହିଛି। ମହାରାଜ ବଳରାମ ଦେବଙ୍କ ତାଙ୍କ ରାଜ୍ୟର ରାଜଧାନୀ ପ୍ରତିଷ୍ଠା କରିବା ପାଇଁ ମହାନଦୀ କୂଳରେ ଥିବା ଚର୍ତ୍ତପୁର ଗ୍ରାମରେ ନିଜର ଶିବିର ପକାଇଥିଲେ। ଏହି ସମୟରେ ସେଠାରେ ଘଟିଥିଲା ଏକ ଅଲୌକିକ ଘଟଣା। ରାଜାଙ୍କୁ ସେହିଠାରେ ମା ସମଲେଶ୍ୱରୀ ଦେଖା ଦେଇଥିଲେ। ଏଥିସହିତ ନଦୀ କୂଳରେ ଥିବା ଏକ ଶିମୁଳି ଗଛ ନିକଟରେ ତାଙ୍କ ମନ୍ଦିର ପ୍ରତିଷ୍ଠା ପାଇଁ ନିର୍ଦ୍ଦେଶ ଦେଇଥିଲେ। ବର୍ଷ ତମାମ ମା ସିନ୍ଦୁରମୁହିଁ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଥିବା ବେଳେ ଆଶ୍ୱିନ ମାସ ଅମାବାସ୍ୟା ମହାଳୟା ବେଳେ ଧବଳମୁଖୀ ବେଶରେ ଦର୍ଶନ ଦିଅନ୍ତି। ମହାଳୟା ଦିନ ମା ସତୀ ବେଶରେ ସଜ୍ଜିତ ହୋଇଥାନ୍ତି। ସେହିଦିନ ରାତିରେ ମାତାଙ୍କୁ ଗଙ୍ଗା ଜଳରେ ସ୍ନାନ କରାଯାଇ ଧବଳ ବେଶ କରାଯାଇଥାଏ, ତେଣୁ ଏହାକୁ ଗଙ୍ଗା ବେଶ ବୋଲି ମଧ୍ୟ